ମିଳୁନି ଟଙ୍କା, ହିତାଧିକାରୀ ଅଣନିଶ୍ୱାସୀ। କେବେ ଖାତାକୁ ଆସିବ ସୁଭଦ୍ରା ଟଙ୍କା? ସୁଭଦ୍ରା ଯୋଜନା ଟଙ୍କା ପାଇଁ ହିତାଧିକାରୀ ହତାଶ। କେଉଁଠି ଘଣ୍ଟାଏ ଆଗରୁ ଲମ୍ବା ଧାଡ଼ି ତ କେଉଁଠି ଅଣନିଶ୍ୱାସୀ ହେଲେଣି ମହିଳା। ଅସମ୍ଭାଳ ହେଉଛି ସୁଭଦ୍ରା ଭିଡ଼। ସକାଳୁ ସଞ୍ଜ ଯାଏଁ ବ୍ୟାଙ୍କରେ ଲାଗୁଛି ଲମ୍ବା ଲାଇନ। କିସ୍ତି ଆସିଥିବା ଆଶାରେ ଖାତା ଚେକ୍ କରୁଛନ୍ତି ହିତାଧିକାରୀ। KYC ଅପଡେଟ୍ ଓ ଆଧାର ଲିଙ୍କ ପାଇଁ ବି ପ୍ରବଳ ଗହଳି। ନାକେଦମ ବ୍ୟାଙ୍କ କର୍ମଚାରୀ। ସୁଭଦ୍ରା କିସ୍ତି ପାଇଁ ଅସମ୍ଭବ ଆଗ୍ରହ। ଅନେକ ଲୋକଙ୍କର ପ୍ରଥମ କିସ୍ତି ଟଙ୍କା ଆସିଯାଇଥିବାରୁ ବାକି ମହିଳାଙ୍କ ଭିତରେ ବ୍ୟଗ୍ରତା ବଢ଼ିଯାଇଛି। ଯେଉଁମାନେ ଆବେଦନ କରିଛନ୍ତି ଓ ସେମାନଙ୍କ ଖାତାକୁ ଟଙ୍କା ଆସିନି, ସେମାନେ ପ୍ରତିଦିନ ଆଶା ବାନ୍ଧି ବ୍ୟାଙ୍କକୁ ଦୌଡୁଛନ୍ତି। ସୁଭଦ୍ରା ପାଇଁ ଭିଡ଼। କିଏ ବ୍ୟାଙ୍କ ଆସି ଖାତା ଚେକ୍ କରୁଛନ୍ତି ତ କିଏ KYC ଅପଡେଟ୍ କରୁଛନ୍ତି। ଆଉ କିଏ ସୁଭଦ୍ରାର ପ୍ରଥମ କିସ୍ତି 5,000 ଟଙ୍କା ଉଠାଇବାକୁ ଲଗାଉଛନ୍ତି ଲାଇନ। ରାଜ୍ୟରେ ସବୁ ପ୍ରାନ୍ତରେ ବିଭିନ୍ନ ବ୍ୟାଙ୍କରେ ସୁଭଦ୍ରା ହିତାଧିକାରୀ ଓ ଆଶାୟୀଙ୍କ ଏଭଳି ଧାଡ଼ି ଦେଖିବାକୁ ମିଳୁଛି। ଢେଙ୍କାନାଳ ବ୍ୟାଙ୍କ ଖୋଲିବାର ଘଣ୍ଟାଏ ପୂର୍ବରୁ ଦେଖିବାକୁ ମିଳିଛି ଲମ୍ବା ଧାଡ଼ି। ବ୍ୟାଙ୍କ ଭିତରେ ବି ଅସମ୍ଭାଳ ଭିଡ଼। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ବଜାରରେ ଥିବା ଦୁଇଟି ବ୍ୟାଙ୍କରେ ଏତେ ଭିଡ଼ ଲାଗୁଛି ଯେ ମହିଳା ଅଣନିଶ୍ୱାସୀ ହୋଇଯାଉଛନ୍ତି। କିଛି ମହିଳା ଅସୁସ୍ଥ ମଧ୍ୟ ହୋଇଯାଇଥିବା ଜଣାପଡ଼ିଛି। ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ପ୍ରଥମ କିସ୍ତି ଆସିଛି ସେମାନେ ଖୁସି, କିନ୍ତୁ ଯାହାର ଆସିନାହିଁ ସେମାନେ ଚିନ୍ତାରେ। ତେଣୁ ପ୍ରତିଦିନ ବ୍ୟାଙ୍କ ଆସି ଆକାଉଣ୍ଟ ଚେକ୍ କରୁଛନ୍ତି। ସୁଭଦ୍ରା ଆବେଦନ କରିବା ସମୟରେ ପୁରୀର ଜଣେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା କଟିଯାଇଥିଲା। ଏଭଳି ଘଟଣା ଘଟିବା ପରେ ହିତାଧିକାରୀମାନେ ହତାଶ ହୋଇଯାଉଛନ୍ତି। ଅନେକ ହିତାଧିକାରୀ ପ୍ରଥମ କିସ୍ତି ପାଇବା ପାଇଁ ଆକାଉଣ୍ଟରେ ଆଧାର ସଂଯୋଗ ସହ KYC ଅପଡେଟ୍ କରିବାକୁ ବ୍ୟଗ୍ର ହେଉଛନ୍ତି।